ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ସରକାରଙ୍କ ରାଜକୋଷରୁ ବହୁଳ ଅର୍ଥ ବ୍ୟୟବରାଦ କରାଯାଇ ରାସ୍ତାଘାଟ ନିର୍ମାଣ କରାଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟରେ ନିୟୋଜିତ ନ ହୋଇ ଠିକାଦାରମାନଙ୍କୁ ନିଜ ହାତ ବାରିଶେଷ ଯାଇ ନିଜକୁ ସୁହାଇଲା ଭଳି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ଗ୍ରାମପଞ୍ଚାୟତର ଯୋଗୀଡିହି କାମାନି ସାହିର ଏକ ସ୍ଥାନରେ ବିନା ସୂଚନା ଫଳକରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଏବଂ କାମାକ୍ଷାନଗର ବ୍ଲକ ସମିତି ତରଫରୁ କୋଟଗରା ପଞ୍ଚାୟତ ଶାଳିଆ ଗ୍ରାମରେ ଏକ ସ୍ଥାନରେ ସୂଚନା ଫଳକ ଲେଖାଥିବା ଓ ଯୋଗଡିହ କାମନା ସାହିଠାରେ ବିନା ସୂଚନା ଫଳରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆଦର୍ଶ ଗ୍ରାମ ଯୋଜନାରେ ଆମ ଗ୍ରାମକୁ ଆସିଥିବା ଏକ ରାସ୍ତା କାମ ବେନିୟମ ଭାବରେ ହେଇଛି, ଯାହାର କି ରାସ୍ତାଟିର ଉଚ୍ଚତା 8 ଇଞ୍ଚ ରହିବା କଥା, କିନ୍ତୁ 2 ରୁ 3 ଇଞ୍ଚରେ କାମ ହେଇଛି। ରାତି ଅଧରେ ଚୋରା ବାଲି ଏବଂ ଗୋଡ଼ି ପକାଇ ସେ ଯେଉଁ କାମଟି କରିଛନ୍ତି, ଏଇଟା ଲୋକମାନଙ୍କ ମନରେ, ଗ୍ରାମବାସୀଙ୍କ ମନରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କଥା ଏଇଆ କି ସରକାରଙ୍କ ପାଣ୍ଠିରୁ ଆସୁଥିବା ଅର୍ଥକୁ କିଭଳି ଭାବେ ଠିକାଦାରମାନେ ହରିଲୁଟ୍ କରୁଛନ୍ତି ଏବଂ ତାଙ୍କୁ ପ୍ରଶାସନିକ ସ୍ତରରେ କିଭଳି ଭାବେ ସହଯୋଗ ମିଳୁଛି, ସେଟା ବି ଗୋଟେ ଚିନ୍ତାର ବିଷୟ। ଗ୍ରାମର ବିକାଶ ପାଇଁ ଲୋକମାନଙ୍କ କାମରେ ଲାଗୁଥିବା ସରକାରଙ୍କ ତରଫରୁ ଆସୁଥିବା ପଇସା କିପରି ଭାବରେ ହରିଲୁଟ୍ କରାଯାଉଛି, ତାହା ଉପରେ ମୁଁ କହିବାକୁ ଚାହୁଁଅଛି କି ମାନେ ସରକାର ଯେତିକି ଅର୍ଥ ଗ୍ରାମର ବିକାଶ ପାଇଁ ଦେଉଛନ୍ତି, ତାହା ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନାହିଁ। ତା ସହିତ ବିନା ସୂଚନା ଫଳକରେ ଏବଂ ନିମ୍ନମାନର ସିମେଣ୍ଟକୁ ନେଇକି କିଭଳି ଏପରି ନିମ୍ନମାନର କାମ କରାଯାଉଛି, ତାହା ବି ଗୋଟେ ପ୍ରଶ୍ନର ବିଷୟ। ସରକାର ସମ୍ପତ୍ତିକୁ ଏଭଳି ଭାବେ କିପରି ହରିଲୁଟ୍ କରାଯାଉଛି, ମୁଁ ଗ୍ରାମବାସୀଙ୍କ ଯୋଗୀଡି ଗ୍ରାମବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ କରୁଛି କି ୟା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଦୋଷୀମାନଙ୍କୁ ଉଚିତ ଶାସ୍ତି ଦେଲେ ଆମେ ଗ୍ରାମବାସୀ ଆପଣଙ୍କ ନିକଟରେ ଚିରଉପକୃତ ହେବୁ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।